ଆମେ ଖାଉଥିବା ଖାଦ୍ୟରେ ରାନ୍ଧିଲା ବେଳେ ଏବଂ ଖାଇଲା ବେଳେ ଅଳ୍ପ ଟିକେ ଲୁଣ ପକାଇଥାଉ। ତାର କାରଣ ହେଉଛି ଆମେ ଖାଦ୍ୟର ସ୍ୱାଦକୁ ବଢ଼ାଇବାକୁ ଚାହୁଁ, କିନ୍ତୁ ଲୁଣ ଗୁପ୍ତ ଭାବରେ ଆମ ଶରୀର ଏବଂ ଆମ ସ୍ୱାସ୍ଥ୍ୟ ପ୍ରତି ଅନେକ ଗୁଡ଼ିଏ ଔଷଧୀୟ ଗୁଣ ଯୋଗଦାନ ଦେଇଥାଏ। ଅନେକ ପ୍ରକାରର ମିନେରାଲ ଆମ ଶରୀରକୁ ଲୁଣ ଦ୍ୱାରା ମିଳିଥାଏ। ଏହି ଲୁଣର 10ଟି ଔଷଧୀୟ ଗୁଣ ବିଷୟରେ ଆଜିର ଭିଡ଼ିଓରେ ଜାଣିବା। ତା ସହ ଜାଣିବା ଲୁଣ ଆମ ଶରୀରରେ କ'ଣ କରେ, ସବୁଠାରୁ ଭଲ ଲୁଣ କୋଉଟା ଏବଂ ଅଧିକ ଲୁଣ ଖାଇଲେ କ୍ଷତି କ'ଣ। ଆମେ ଖାଉଥିବା ଲୁଣ କ'ଣ ଭଲ କି ଖରାପ, ତା ସହିତ ଆୟୋଡିନ୍ ଲୁଣ ଛଡ଼ା ଅନ୍ୟ କେଉଁ ସୋର୍ସରୁ ପାଇପାରିବେ, ଏ ସବୁ ବିଷୟରେ ଡିଟେଲ୍ସ ଆଜି ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଲୁଣ ବା ସଲ୍ଟର ଅର୍ଥ ହେଉଛି ଗୋଟିଏ କେମିକାଲ ମଲିକ୍ୟୁଲ ଯେଉଁଥିରେ ବିଭିନ୍ନ ପ୍ରକାର ଆୟନର ସମଷ୍ଟି ରହିଛି, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାରର ଲୁଣ ମଧ୍ୟରୁ ଗୋଟିଏ ହେଉଛି ସି ସଲ୍ଟ ବା ସାମୁଦ୍ରିକ ଲୁଣ, ଗୋଟିଏ ରକ୍ ସଲ୍ଟ ବା ପିଙ୍କ ସଲ୍ଟ, ଆଉ ଗୋଟିଏ ବ୍ଲାକ୍ ସଲ୍ଟ ଏବଂ ଆଉ ଗୋଟିଏ ରିଫାଇନ୍ଡ ସଲ୍ଟ ବା ଆୟୋଡାଇଜ୍ଡ ସଲ୍ଟ। ମୁଖ୍ୟତଃ ଏହି 4 ପ୍ରକାର ଲୁଣ ଆମେ ଖାଦ୍ୟରେ ମିଶାଇଥାଉ। ଆସନ୍ତୁ ଜାଣିବା ଲୁଣର 10 ଗୋଟି ଔଷଧୀୟ ଗୁଣ ବା ଲୁଣ ଆମ ପାଇଁ କାହିଁକି ଦରକାର, ଏହା ଆମ ଶରୀରକୁ ଯାଇ କ'ଣ କରିଥାଏ। ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇଥାଏ, ଖାଦ୍ୟ ହଜମ କରିବାରେ ଏହା ସାହାଯ୍ୟ କରିଥାଏ ଏବଂ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ଦେହରେ ଲଗାଇବାରେ ସାହାଯ୍ୟ କରେ। ପ୍ରତ୍ୟେକ କୋଶିକା ପର୍ଯ୍ୟନ୍ତ ଖାଦ୍ୟର ତତ୍ତ୍ୱକୁ ଏହା ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଏଥିରେ ଯଥେଷ୍ଟ ମିନେରାଲ ବା ଆୟନ ଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଶରୀରରେ ଚର୍ବି, ହରମୋନ, ଏନଜାଇମ୍ ଇତ୍ୟାଦିକୁ ନିୟନ୍ତ୍ରଣରେ ରଖିବାରେ ଲୁଣ ସାହାଯ୍ୟ କରିଥାଏ। ଶରୀରକୁ ଏହା ଶୋଧନ ବା ପରିଷ୍କୃତ କରିଥାଏ। ଜଳୀୟ ଅଂଶର ଭାରସାମ୍ୟ ରକ୍ଷା କରିବାରେ ଲୁଣ ସାହାଯ୍ୟ କରେ। ଶରୀରର ପିଏଚ୍ ବା ଶରୀରର ପ୍ରତ୍ୟେକ ଲିକ୍ୱିଡର ଅମ୍ଳୀୟ ଓ କ୍ଷାରୀୟ ଗୁଣ ଏହା ସନ୍ତୁଳିତ ରଖିଥାଏ। ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ମାଂସପେଶୀକୁ ଏହା ସକ୍ରିୟ କରେ। ମାଂସପେଶୀର କଣ୍ଟ୍ରାକ୍ସନ ଏବଂ ଏକ୍ସପାନସନ କରାଇବାରେ ଲୁଣ ସାହାଯ୍ୟ କରିଥାଏ। ସ୍ନାୟୁ ବ୍ୟବସ୍ଥାକୁ ଶକ୍ତି ଯୋଗାଏ। ନର୍ଭ ଇମ୍ପଲ୍ସ କଣ୍ଡକ୍ସନ ବେଳେ ଯେଉଁ ସୋଡିୟମ ପୋଟାସିୟମ ଆୟନ ଏକ୍ସଚେଞ୍ଜ ହୁଏ, ତାହା ଲୁଣ ଯୋଗୁଁ ସମ୍ଭବ ହୋଇଥାଏ। ଏହା ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତାକୁ ବଢ଼ାଇଥାଏ। ଏବେ ଆମେ ଦେଖିବା ଆମ ଶରୀରର ପ୍ରତ୍ୟେକ ଅଙ୍ଗର କ'ଣ କ'ଣ ନ୍ୟୁଟ୍ରିଏଣ୍ଟ ବା ମିନେରାଲ ଦରକାର, ବା ଲୁଣ କ'ଣ କ'ଣ ନ୍ୟୁଟ୍ରିଏଣ୍ଟ ବା ମିନେରାଲ ଆମକୁ ଯୋଗାଇଥାଏ। କ୍ୟାଲସିୟମ, ଫସ୍ଫରସ, ପୋଟାସିୟମ, ସୋଡିୟମ କ୍ଲୋରାଇଡ୍, ମ୍ୟାଗ୍ନେସିୟମ, ସଲଫର, କୋବାଲ୍ଟ, ଆଇରନ୍, ଜିଙ୍କ, ଆୟୋଡିନ୍, କ୍ରୋମିୟମ, କପର, ଫ୍ଲୋରାଇଡ୍, ମଲିବ୍ଡେନମ, ମାଙ୍ଗାନିଜ ଏବଂ ସେଲେନିୟମ ଇତ୍ୟାଦି। ଏସବୁ ମିନେରାଲ ଆମର ଆବଶ୍ୟକ। ତେବେ ପ୍ରଶ୍ନ ଉଠୁଛି, ଏ ସବୁ ଜିନିଷ କୋଉ ଲୁଣରେ ଅଛି? ଆସନ୍ତୁ ଦେଖିବା। 4 ପ୍ରକାରର ଖାଇବା ଲୁଣ ମଧ୍ୟରେ ମୁଁ ପାର୍ଥକ୍ୟ ଦର୍ଶାଇଛି। କୋଉ ଲୁଣର ମୁଖ୍ୟ ଉପାଦାନ କ'ଣ? ଟେବୁଲ ସଲ୍ଟ ବା ସୋଡିୟମ କ୍ଲୋରାଇଡ୍ର ମୁଖ୍ୟ ଉପାଦାନ ହେଉଛି ସୋଡିୟମ, କ୍ଲୋରିନ, ଆୟୋଡିନ୍ ଇତ୍ୟାଦି। ଏହା ଆୟୋଡାଇଜ୍ଡ ହେଇପାରେ, ନନ୍ ଆୟୋଡାଇଜ୍ଡ ବି ହେଇପାରେ। ତାପରେ ସି ସଲ୍ଟ ବା ସମୁଦ୍ର ଲୁଣ, ସୋଡିୟମ, କ୍ଲୋରିନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସଲଫେଟ୍ ଆଉ କିଛି ମାତ୍ରାରେ ଆୟୋଡିନ୍। ସେହିପରି ରକ୍ ସଲ୍ଟ ବା ହିମାଲୟାନ ପିଙ୍କ ସଲ୍ଟରେ ସୋଡିୟମ, କ୍ଲୋରିନ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସଲଫେଟ୍, ଆଇରନ୍, ଜିଙ୍କ, କ୍ରୋମିୟମ ଆଉ ମାଙ୍ଗାନିଜ ରହିଛି। ବ୍ଲାକ୍ ସଲ୍ଟରେ ସୋଡିୟମ, କ୍ଲୋରିନ, ସଲଫର, କମ୍ପାଉଣ୍ଡ ଆଇରନ୍ ସଲଫାଇଡ୍ ଇତ୍ୟାଦି ରହିଛି। ଏଥିରୁ ଆମେ ଜାଣିଲେ ଯେ ପ୍ରାୟ ଅଧିକାଂଶ ମିନେରାଲ ହିମାଲୟାନ ପିଙ୍କ ସଲ୍ଟ ବା ରକ୍ ସଲ୍ଟରେ ରହିଛି, କିନ୍ତୁ ଏଥିରେ ଆୟୋଡିନ୍ ନାହିଁ, ଯାହାକି ରିଫାଇନ୍ଡ ସଲ୍ଟରେ ଅଛି, ଏବଂ ସି ସଲ୍ଟରେ ବା ସମୁଦ୍ର ଲୁଣରେ ଅଳ୍ପ କିଛି ପରିମାଣରେ ଆୟୋଡିନ୍ ରହିଛି। ଯଦି ଆମେ ରକ୍ ସଲ୍ଟ ବା ପିଙ୍କ ସଲ୍ଟ ସହିତ
ରିଫାଇଣ୍ଡ ସଲ୍ଟ ବା ବର୍ତ୍ତମାନର ଟେବୁଲ ସଲ୍ଟ ତୁଳନା କରିବା ତାହେଲେ ଦେଖିବା ଯେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଆଇରନ୍ ଏ ସବୁ ଜିନିଷ ପିଙ୍କ ସଲ୍ଟରେ ଅଧିକ ପରିମାଣରେ ରହିଛି, କିନ୍ତୁ କେବଳ ସୋଡିୟମ ରିଫାଇଣ୍ଡ ସଲ୍ଟରେ ଅଧିକା ରହିଛି। ତେବେ ପ୍ରଶ୍ନ ଉଠୁଛି, ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ବା ଖାଉଥିବା ଲୁଣ ଯାହାକି ସୋଡିୟମ କ୍ଲୋରାଇଡ୍ ବା ଟେବୁଲ ସଲ୍ଟ ଯାହାକୁ କୁହାଯାଉଛି, ଏହା ଆୟୋଡାଇଜ୍ଡ ହେଇପାରେ, ନନ୍ ଆୟୋଡାଇଜ୍ଡ ହେଇପାରେ। ଏଥିରେ କ୍ଷତି କ'ଣ? ଏହାକୁ ଅଧିକ ରିଫାଇନ୍ ବା ପରିଷ୍କୃତ କରାଯାଉଛି। ଏହାର ମୁଖ୍ୟ ଉପାଦାନ ହେଉଛି ସୋଡିୟମ, ଯାହାକି ଆମର ହାର୍ଟ ପାଇଁ ସେତେଟା ଭଲ ହୋଇନଥାଏ। ଏହା ଆଲୁମିନିୟମ ବେସ୍ଡ ଆଣ୍ଟି କେକିଂ ଏଜେଣ୍ଟ ଏଥିରେ ରହିଛି। ଏଥିରେ ଅନେକ ଗୁଡ଼ିଏ ବ୍ଲିଚିଂ ଏଜେଣ୍ଟ ଏବଂ କେମିକାଲ ଆଡିଟିଭ୍ସ ମଧ୍ୟ ଅଛି, ଯାହାକି ଆମର ବ୍ଲଡ ପ୍ରେସରକୁ ବଢ଼ାଇଥାଏ, ଶରୀରରେ ଅତ୍ୟଧିକ ଅତିରିକ୍ତ ପାଣି ଜମାଇଥାଏ ଏବଂ ହାଇପରଟେନସନ ସୃଷ୍ଟି କରିଥାଏ। ପ୍ରକୃତରେ ବିଜ୍ଞାନ କହେ ଆମ ଦେହ ପାଇଁ ଖଣିଜ ଲବଣ ଆବଶ୍ୟକ। ମନେ ରଖନ୍ତୁ, ଖଣିଜ, ସମୁଦ୍ରଜ ନୁହେଁ। ଅର୍ଥାତ୍ ପାହାଡ଼ ବା ପର୍ବତ ବା ଭୂମି ଖୋଳାଯାଇ ପଥରରୁ ଯେଉଁ ଲୁଣ ବାହାରୁଛି ରକ୍ ସଲ୍ଟ, ସେଥିରେ ଅଧିକ ପରିମାଣରେ ମିନେରାଲ ଅଛି, ତାହା ଆମ ଶରୀର ପାଇଁ ଆବଶ୍ୟକ। ସାମୁଦ୍ରିକ ଲୁଣରେ ଯଦିଓ ମିନେରାଲ ରହିଛି, ଅଳ୍ପ କିଛି ପରିମାଣରେ ଆୟୋଡିନ୍ ରହିଛି, କିନ୍ତୁ ଶ୍ରେଷ୍ଠ ହେଉଛି ଖଣିଜ ଲୁଣ ବା ଖଣିଜ ଲବଣ। ଯଦି ଆପଣମାନେ ଲୁଣ ଔଷଧ ପରି ଖାଉଛନ୍ତି, ଅଳ୍ପ ପରିମାଣରେ ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ। ଯଦି ଅଧିକ ମାତ୍ରାରେ ଖାଉଛନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଅଧିକ ମାତ୍ରାରେ ଲୁଣର ସେବନ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଖରାପ କରିଦେଇଥାଏ। ସୋଡିୟମର ଅତ୍ୟଧିକ ସେବନ ଦ୍ୱାରା ବ୍ଲଡ ପ୍ରେସର ବଢ଼ିଥାଏ, ହାର୍ଟର ଫଙ୍କସନ ଠିକ୍ ହୋଇନଥାଏ, କିଡନୀ ଉପରେ ପ୍ରେସର ପଡ଼ିଥାଏ। ଏହା ବଦଳରେ ଯଦି ଆପଣ ଲୁଣ କମ୍ ଖାଉଛନ୍ତି, ତାହେଲେ ଶରୀରର ବିକାଶ ଠିକ୍ ଭାବରେ ହୋଇନଥାଏ। ଥାଇରଏଡ୍ ସମସ୍ୟା ମଧ୍ୟ ଦେଖାଦେଇପାରେ। ଅନେକ ଗୁଡ଼ିଏ ଆନାଲିସିସ୍ ପରେ ଏହି ସିଦ୍ଧାନ୍ତରେ ଆମେ ଉପନୀତ ହେଲେ ଯେ ଯଦି ଆମେ ବିଭିନ୍ନ ପ୍ରକାର ମିନେରାଲ ସହିତ ଆୟୋଡିନ୍ ଆବଶ୍ୟକ କରିବା, ତାହେଲେ ଆମକୁ ଦୈନନ୍ଦିନ ଖାଦ୍ୟରେ କିଛି ପରିମାଣରେ ରକ୍ ସଲ୍ଟ ବା ହିମାଲୟାନ ପିଙ୍କ ସଲ୍ଟ ସହିତ ଆୟୋଡାଇଜ୍ଡ ସଲ୍ଟର ବ୍ୟବହାର କରିବା ଉଚିତ। ଆମେ ସାମୁଦ୍ରିକ ଲୁଣ ବା ଗେଡ଼ା ଲୁଣ ବ୍ୟବହାର କରିପାରିବା, ଯାହା ରିଫାଇଣ୍ଡ ହୋଇନଥାଏ। ସେଥିରେ ମଧ୍ୟ ଆୟୋଡିନ୍ ଥାଏ, କିନ୍ତୁ ବହୁତ କମ୍ ପରିମାଣରେ। ଏହା ଯଦିଓ ସମ୍ପୂର୍ଣ୍ଣ ପରିମାଣରେ ନୁହେଁ, କିନ୍ତୁ କିଛି ପରିମାଣରେ ଭୁଲ ଧାରଣା ଯେ କେବଳ ଆୟୋଡାଇଜ୍ଡ ସଲ୍ଟରୁ ଆମେ ଆୟୋଡିନ୍ ପାଇବା ବା ଆୟୋଡିନ୍ ଅଭାବରେ ଆମର ଥାଇରଏଡ୍ ସମସ୍ୟା ହେବ। ଷ୍ଟ୍ରେସ୍ ବା ଟେନସନ୍ ଯୋଗୁଁ ମଧ୍ୟ ଥାଇରଏଡ୍ ହେଇପାରେ। ତେବେ ଆୟୋଡିନ୍ ଅନ୍ୟ କେଉଁଠୁ ପାଇବେ, ଆସନ୍ତୁ ଜାଣିବା। ଧନିଆ, ବିନ୍, ଦେଶୀ ଅଣ୍ଡା, ଡାଲି ଏବଂ ବିଭିନ୍ନ ପ୍ରକାରର କ୍ଷୀର ଜାତୀୟ ଦ୍ରବ୍ୟରୁ ମଧ୍ୟ ଆପଣମାନେ ଆୟୋଡିନ୍ ପାଇପାରିବେ।